ଜୟ ଶ୍ରୀରାମ। ଜୟ ଶ୍ରୀରାମ। କଥା ବୁଝୁଛି ତମ ପ୍ରଶ୍ନ ଯେ ଯେ କେଉଁଠି ଶୁଣିଛ ବୋଧେ ତତ୍ତ୍ୱ କିଏ କହିଛନ୍ତି ହେଲା କି ଆଜ୍ଞା ତତ୍ତ୍ୱକୁ ଉପନିଷଦରୁ ପଢ଼ି କହିବା ଆଉ ଗୋଟେ ଅନୁଭବ ଥିଲେ ଅନୁଭବ କହିବା। ପଢ଼ି କହିବା ସେ ପାଠ, ଅନୁଭବ ହେଉଛି ଜ୍ଞାନ, ବୁଝିଲେ। ତେଣୁ ବିଦ୍ୟା ଗୋଟେ ଅଲଗା, ଜ୍ଞାନ ଗୋଟେ ଅଲଗା। ଜ୍ଞାନ ହେଉଛି ନିଜସ୍ୱ ଅନୁଭବ ଥିବା। ଆଜ୍ଞା ଧର ମୁଁ ବୁଝାଉଛି ଗୋଟେ କଥାକୁ ବୁଝ ଯେ ସନ୍ଥ କଥା ଯେଉଁ ଉଠିଥିଲା, ଆମେ ସେଇ ସନ୍ଥ ହିସାବରେ ନାଁ ଧରୁନି। ବିଭିନ୍ନ ସନ୍ଥ ଅଛନ୍ତି, ଧର ଭୀମଭୋଇ ସନ୍ଥ ଅଛନ୍ତି, ଆଜ୍ଞା ସନ୍ଥ ନଥିଲେ। ହୁଁ ଯଦି ଆମେ ଭାବିବା ସେ ଜ୍ଞାନ ପ୍ରାପ୍ତି ହେଇଛନ୍ତି ଆଜ୍ଞା ବା ସ୍ୱରୂପକୁ ଜାଣିଛନ୍ତି। ସ୍ୱରୂପକୁ ଜାଣିବା ଅର୍ଥ ତମେ ସ୍ୱୟଂକୁ ଜାଣିଲ। ଆଜ୍ଞା ତେଣୁ ସ୍ୱୟଂକୁ ଯେତେବେଳେ ତମେ ଜାଣିବ, ତୁମେ ଦେଖିବ ସ୍ୱୟଂର ଅବତାର ହେଉଛି ରାମ ଅବତାର, ଆଜ୍ଞା କୃଷ୍ଣ ଅବତାର, ସ୍ୱୟଂ। ହଁ ତେଣୁ ସେ ସ୍ୱୟଂକୁ ଜାନ ତ ତୁମ ହିଁ ହୋଇଯାଏ। ଯିଏ ତମକୁ ଜାଣିଛି ତମର ସ୍ୱରୂପଟା ସେ ପାଇଛି। ଆଜ୍ଞା ଏଠି ରୂପର କଥା ପଡ଼ିନି, ରାମ କ'ଣ ଥିଲେ, କୃଷ୍ଣ କ'ଣ ଥିଲେ, ରୂପ କଥା କହୁନି। ତାଙ୍କର ଦେଖ ଯେ ତାଙ୍କର ସାମ୍ପ୍ରଦାୟିକ ଜ୍ଞାନ ଥିଲା କି? ନା ରାମ କୌଣସି ସମ୍ପ୍ରଦାୟର କି? ନା ନା ସେ ତାଙ୍କର ଭକ୍ତ ଯେଉଁ କରିଥିଲେ, ଯେଉଁ ତାଙ୍କର ଯେଉଁ ଭକ୍ତ ଯିଏ ଥିଲେ, ଗୋପ ହୁଅନ୍ତୁ, ସବରଣୀ ହୁଅନ୍ତୁ, ଯେତେ ଯାହା ଦେଖ, ସେ ଗୋଟେ ସମ୍ପ୍ରଦାୟ କି? ନା କୌଣସି ଗୋଟେ ସମ୍ପ୍ରଦାୟ ନୁହେଁ। କିନ୍ତୁ ସନ୍ଥମାନଙ୍କର ସମ୍ପ୍ରଦାୟ ଅଛି, ଯାହାକୁ ଆମେ ଭାଷାରେ କହୁଛନ୍ତି ସନ୍ଥ। ସେମାନଙ୍କ ପାଖରେ ସମ୍ପ୍ରଦାୟ ଅଛି ଯେ ଆମ ସମ୍ପ୍ରଦାୟ। ଏ ଯେଉଁ ଆମ ସମ୍ପ୍ରଦାୟ ବୋଲେ ଆମ ପୋଷାକ ଅଲଗା, ଆମ ଚଳଣି ଅଲଗା, ଆମ ଖାଇବା ଅଲଗା, ଆମ ମନ୍ତ୍ର ଅଲଗା, ଆମର ସବୁକିଛି ବ୍ୟବହାରିକ ଜୀବନ ଅଲଗା। ତାହେଲେ ଏଟାକୁ ସ୍ୱୟଂ କେମିତି କହିବା? ମୋ କହିବାର କଥା ଯେ ସନ୍ଥ ଯେ ସ୍ୱୟଂ ହେଇଯାଉଛି ତାହା ବି ନୁହେଁ। ସନ୍ଥ ଉପରେ ସ୍ୱୟଂର ବି ଅଂଶ ଅଛି। ଧରିଦେଉ ନା ରାମ ଠାକୁରଙ୍କୁ, ହଁ ସେ କେଉଁ ସମ୍ପ୍ରଦାୟ? ସୁନ୍ଦର କୃଷ୍ଣ କେଉଁ ସମ୍ପ୍ରଦାୟ? ନା କିଛି ସମ୍ପ୍ରଦାୟ ତାଙ୍କ ପାଖରେ ନାହିଁ, ସମସ୍ତେ ତାଙ୍କର ନିଜ। ଯିଏ ଯେଉଁ ଅବସ୍ଥାରେ ଯେମିତି ଯେଉଁ ପୋଷାକରେ ଅଛି ସେ ତା। କିନ୍ତୁ ସନ୍ଥ ମାନେ ସମ୍ପ୍ରଦାୟ କାହିଁକି ଅଛି? ସନ୍ଥ ସହିତ ସମ୍ପ୍ରଦାୟ ରହିଲେ ତାହେଲେ ସେଟା ଗୋଟେ ସୀମିତ କଥା ହେଲା। ରାମ କୃଷ୍ଣ ଇଏ ତ ସୀମିତ ନୁହଁ ନା, ଅସୀମର ଧାରା। ତେଣୁ ସେ ଅସୀମ ଧାରାକୁ ଯିଏ ଜାଣିଛନ୍ତି ସେଇମାନେ ପ୍ରକୃତରେ ଜ୍ଞାନୀ। ସନ୍ତକୁ ଅଜ୍ଞାନୀ କହୁନି, ମାନେ ସନ୍ଥ ଉପରେ ବି ଗୋଟେ ଷ୍ଟେଜ୍ ରହୁଛି ଯେ ତାଙ୍କ ଭିତରେ ସାମ୍ପ୍ରଦାୟିକତା ଭାବ ଆସିବ ନାହିଁ। ସର୍ବତ୍ର ସେ ସମଭାବରେ ଠାକୁରଙ୍କୁ ଦେଖିବେ। ସେଠି ପୋଷାକ ସହିତ ଖାଦ୍ୟ ସହିତ କିଛି ନାହିଁ, ଚରିତ୍ର। ତେଣୁ ଆମେ ବିଶେଷ ସେଇ କଥା ଗୁଡ଼ା କହୁଛୁ। ସନ୍ଥ ବି ସନ୍ଥ ଠାକୁରଙ୍କଠୁ ବଡ଼, କିନ୍ତୁ ଠାକୁର କହିସିନା ତାଙ୍କର ଉଦାରପଣାରେ ବଡ଼ କହିଲେ, କିନ୍ତୁ ସନ୍ଥ କ'ଣ ଠାକୁରଙ୍କଠାରୁ ବଡ଼? ତେଣୁ ଠାକୁର ଯେ ତାଙ୍କର ସମ୍ପ୍ରଦାୟ ଆସିଲା କେଉଁଠୁ? ତେଣୁ ସନ୍ଥଙ୍କର ସମ୍ପ୍ରଦାୟ ଅଛି। ଭୀମଭୋଇ ସନ୍ଥ ଲେଖା ହେଇଛି, ପଢ଼ୁଛନ୍ତି ସନ୍ଥ ଭୀମଭୋଇ। କିନ୍ତୁ ସମ୍ପ୍ରଦାୟ ଅଛି ନା, ତାଙ୍କର ଏଇ ଗେରୁଆ ପିନ୍ଧିବେ, ଦିନରେ ଖାଇବେ, ରାତିରେ ଖାଇବେନି, ଯେଉଁ ଅଗ୍ନି ଜାଳିବେ, ଯେଉଁ ଅଛି ସେ ଗୋଟେ ସୀମିତ ଭିତରେ ରହୁଛି। ଅଭିରାମ ପରମହଂସ ସେ କ'ଣ ସନ୍ଥ ଥିଲେ? ହଁ, ସନ୍ଥ ଅଭିରାମ ପରମହଂସ ହୁଅନ୍ତୁ, କିଛି ଅସୁବିଧା ନାହିଁ, ସନ୍ଥ ହୁଅନ୍ତୁ ବା ଠାକୁର ହୁଅନ୍ତୁ। କିନ୍ତୁ ସମ୍ପ୍ରଦାୟ କାହିଁକି ହେଲା? ସମ୍ପ୍ରଦାୟ ତ ହେଇଛି ନା। ହଁ ଯେଉଁଠି ସମ୍ପ୍ରଦାୟ ଅଛି ସେଠି ଜ୍ଞାନ ନାହିଁ। ଜ୍ଞାନ ମୁଁ କହୁନି ଯେ ଜ୍ଞାନ ନାହିଁ, କିନ୍ତୁ ସନ୍ଥ ଜ୍ଞାନ ପାଇଛି। ଆମେ ଏଇ ତତ୍ତ୍ୱଟା ଜାଣିଛୁ। ତେଣୁ ଆମ ସମ୍ପ୍ରଦାୟ, ଆମେ ସମ୍ପ୍ରଦାୟ ବଢ଼ଉଛନ୍ତି ନା ନାହିଁ। ସେ ଜୈନ ବୌଦ୍ଧ ଯିଏ ହଉ ସମ୍ପ୍ରଦାୟ ବଢ଼ୁଛନ୍ତି। ଆଜ୍ଞା କିନ୍ତୁ ରାମ ଠାକୁର କେଉଁଠି ସମ୍ପ୍ରଦାୟ ଗଢ଼ିନାହାନ୍ତି, କୃଷ୍ଣ ଠାକୁର କେଉଁଠି ସମ୍ପ୍ରଦାୟ ଗଢ଼ିନାହାନ୍ତି, ନା ଜଗନ୍ନାଥ ହେଉଛନ୍ତି କେଉଁ ସମ୍ପ୍ରଦାୟର ନୁହଁ, ନା ସେ କେଉଁ ସମ୍ପ୍ରଦାୟ ଗଢ଼ୁନାହାନ୍ତି, ହେଲା ନା ନାହିଁ। କିନ୍ତୁ ତାଙ୍କ ନାଁକୁ ଜାଣିକି ଏମାନେ ସମ୍ପ୍ରଦାୟ କରୁଛନ୍ତି। କିନ୍ତୁ ସିଏ ଯେଉଁ ଠାକୁର ତାଙ୍କର ସମ୍ପ୍ରଦାୟ ଅଛି। ତେଣୁ ଜାଣିବ ଯେ ସନ୍ଥ ଉପରେ ବି ସ୍ୱରୂପ ଅଛି, ସ୍ୱୟଂର ଭାବ ଅଛି। ସେ ସ୍ୱୟଂ ଭାବକୁ ଜାଣିଲେ
ତମେ ଯାଇକି ଗୋଟେ କଥାକୁ ଏକ୍ସପ୍ଲେନ୍ କରିବ ବା ତା ବିବରଣୀଟା ଦେଇପାରିବ, ବିଶ୍ଳେଷଣ କରିପାରିବ, କିନ୍ତୁ ବହି ପଢ଼ିକି ନୁହଁ। ଯିଏ କହିଛନ୍ତି ବହି ପଢ଼ିକି କହିଛନ୍ତି, ହଁ କଥାଟା ସେ କ'ଣ ନା ଆମେ ତାର ବୁଝାଉଛୁ ଗୋଟେ କଥା। ସେ ତମକୁ ଯାହା ତମେ ମୋତେ ମୁଁ ବି ଶୁଣିଛି ସେ ଯେ କହୁଥିଲେ ଯେ କଥା ହେଉଛି ଯେଉଁଠି ସୃଷ୍ଟି ସେଇଠି ବିଲୟ, ଆଜ୍ଞା ଯେଉଁଠି ସୃଷ୍ଟି ସେଇଠି ବିଲୟ। ଯେ ସୃଷ୍ଟିଟା କେଉଁଠି ଅଛି ନା ଆଦିମାତାଙ୍କ ଠାରୁ, ବ୍ରହ୍ମଙ୍କ ଠାରୁ। ତେଣୁ ବିଲୟ ସେଇଠି କେମିତି ହେଲା? ସେ ଆଦିମାତା ଆଉ ବ୍ରହ୍ମର ବିଲୟ ହେଲା ନା ନାହିଁ? ତାପରେ ମୁଁଟା ତିଆରି ହେଇଛି, ଯେଉଁ ଈଶ୍ୱରଙ୍କ ମୁଁଟା ସେ ମୁଁ ଈଶ୍ୱରଙ୍କର ମୁଁ ରହିଲା ହେଲା ନା ନାହିଁ? ତାପରେ ଜୀବର ମୁଁଟା ତିଆରି ହେଇଛି, ଜୀବରୂପ ମୁଁଟା ଆସୁଛି। ତେଣୁ ଜୀବରୂପା ମୁଁ ଆସିଲା ପରେ ତା ସହିତ ଚିତ୍ତବୁଦ୍ଧି ଯୋଡ଼ି ହେଇଛି ହେଲା ନା ନାହିଁ? ତାପରେ ଦେଖିବ ମନ ତିଆରି ହେଇଛି, ମନ ସହିତ ତନ୍ମାତ୍ରା ଯୋଡ଼ି ହେଇଯାଇଛି ହେଲା ନା ନାହିଁ? ତାର ତନ୍ମାତ୍ରାରୁ କ'ଣ ତିଆରି ହେଇଯାଇଛି? ସ୍ଥୂଳ ଶରୀର ତିଆରି ହେଇଗଲା ପଞ୍ଚମହାଭୂତ, ଆଉ ମନ ଦ୍ୱାରା 10 ଇନ୍ଦ୍ରିୟ ତିଆରି ହେଇଗଲା। ତାପରେ କ'ଣ ନା ତ୍ରିଗୁଣ ପବନଟା ପ୍ରାଣଟା ଦିଆଗଲା, ତ୍ରିଗୁଣ ପବନ ସହିତ ପ୍ରାଣ ରହିଲା। ଆଉ ପ୍ରାଣ ଯେଉଁଠି ରହିଲା ଚେତନାଟା ସେ ରହିଲା। ଏମିତି ପ୍ରତିବିମ୍ବିତ ଭାବରେ ସିଧାସଳଖ ଚେତନା ରହିନି, ମାନେ ଜୀବ ରୂପରେ ଚେତନାଟା। ତେଣୁ ଆମେ ବିଲୟ କଲେ କେମିତି କରିବା? ଆଗେ ପଞ୍ଚଭୂତ ବିଲୟ କରିବୁ, ପଞ୍ଚ ପ୍ରାଣ ବିଲୟ କରିବୁ, ବୁଝିଲେ? ଯେ ତାପରେ ପଞ୍ଚ ତନ୍ମାତ୍ରା ବିଲୟ କରିବ, ତାପରେ ମନକୁ ବିଲୟ କରିବ, ବୁଝିଲେ? ତାପରେ ଚିତ୍ତବୁଦ୍ଧି ଯେ ରହିଲା ତାକୁ ବିଲୟ କରିବ, ଫେର ମୁଁଟାକୁ ବିଲୟ କରିବ, ଜୀବରୂପା ମୁଁଟା ବିଲୟ କରିବ, ପୁଣି ଈଶ୍ୱରଙ୍କ ମୁଁଟା ବି ବିଲୟ କରିବ, ବୁଝିଲେ? ବିଲୟ ହେଇଯିବ ମାନେ ସେ ତାକୁ ତ୍ୟାଗ କରି ପଳେଇବ। ତାର ତ ତ୍ୟାଗ କରୁଛ ମାନେ ସଂସାରକୁ ଯାଉନି, ତୁମ ପାଇଁ ତ୍ୟାଗ ହେଇଯିବ। ତାପରେ ସେ ମୁଁଟାକୁ ଯେତେବେଳେ ତ୍ୟାଗ କରିଦେବ ତାହେଲେ ତୁମେ ଆଦି ଗର୍ଭରେ ପଶିଯିବ। ଆଦି ଗର୍ଭରେ ମାନେ ଯେଉଁ ଗର୍ଭରୁ ତୁମେ ଆସିଥିଲ ସେ ଗର୍ଭକୁ ପୁନର୍ବାର ପଳେଇଗଲା। ସେ ଯେଉଁ ପଳେଇଗଲା ପରେ ତାପରେ ବ୍ରହ୍ମ ଦର୍ଶନ ଅଛି, ସ୍ୱୟଂର ଦର୍ଶନ ଅଛି। ତେଣୁ କିଏ ଆକୁ ନେଇକି ଯାଉନି, ତ୍ୟାଗ କରିକା ପଳଉଛି। ପ୍ରତ୍ୟେକ ଜିନିଷ ସେଇଟାକୁ କହିଛନ୍ତି ଯେ ବୈଚାରିକ ଏଇ ଯେଉଁ ବିତର୍କ ଗୋଟେ ବୈଚାରିକ, ଗୋଟେ ଦାକ୍ଷିଣିକ ବନ୍ଧ ସବୁ ଅତିକ୍ରମ ଯେ ଅତିକ୍ରମ କରିବ କେମିତି? ଗୋଟେ ତାର ବିତର୍କ ବା ସ୍ଥୂଳ ଶରୀରକୁ ତୁମେ ତ୍ୟାଗ କରିବ। ସ୍ଥୂଳ ଶରୀର ତ୍ୟାଗ କରିବା କ'ଣ ଏତେ ଛୋଟିଆ ମୋଟିଆ? ଯେ ଆଉ ମୋତେ ପୃଥିବୀ ଲୋକର କୌଣସି ଗୋଟେ ଆସକ୍ତି ବାନ୍ଧିବ, ଇଏ ତ ଛୋଟିଆ ମୋଟିଆ ନୁହଁ ନା, ଏ କହିବ ମୋର ହେଇଗଲା। ନାଇଁ, ସେ କଥା ହେଉଛି ଯେତେବେଳେ ସେ ଗୁରୁଙ୍କର ଆବିର୍ଭାବ ହେଇଯାଏ, ଯେଉଁ ଗୁରୁଙ୍କର ଆବିର୍ଭାବ ହେଇଯାଏ, ସେ ଗୁରୁ କାହିଁକି ଆବିର୍ଭାବ ହୁଅନ୍ତି ନା ସେ ବିଦ୍ୟା ଲୋକରେ ଯେଉଁମାନେ ମୁଁ ଛାଡ଼ି ମାନେ ମୁଁଟା କେବଳ ରହିଛି ଆଉ ଚିତ୍ତବୁଦ୍ଧି ସବୁ କାମ କରୁନାହିଁ, ଖାଲି ମୁଁଟା ରହିଛି। ତେଣୁ ସେ ଆନନ୍ଦମୟ ଚିତ୍ତରେ ରହିଲେ, ସେ ଆନନ୍ଦମୟ ଚିତ୍ତରୁ ସେଇଠୁ ଆଉ ତାଙ୍କ ବାଟ କେଉଁଠି ଅଛି? ସେ ଆନନ୍ଦମୟ ଚିତ୍ତରୁ ଆମେ ପଳେଇବା କେଉଁଠି? ଈଶ୍ୱର ପ୍ରତି ପଳେଇବା ବା ଆମେ ବ୍ରହ୍ମକୁ ପଳେଇବା। ସେଠି ସେମିତି ସିଷ୍ଟମ୍ ନାହିଁ। ତୁମେ ବହୁ ଦିନ ଧରି କୋଟି କୋଟି ବର୍ଷ ଆନନ୍ଦ ନେଇପାର, କିନ୍ତୁ ଉର୍ଦ୍ଧ୍ୱ କେମିତି ଯିବ? ତେଣୁ ସେଇ ଲୋକମାନଙ୍କୁ କେଉଁଠି ସେଇ ଲୋକକୁ ନେବା ପାଇଁ ଆନନ୍ଦ ଅବସ୍ଥାର ଅତିକ୍ରମ ପରେ ଯେଉଁ ଲୋକକୁ ଯିବାକୁ ପଡ଼ିବ। ତେଣୁ ବ୍ରହ୍ମଙ୍କର ଉଦୟ ହୁଏ, ବ୍ରହ୍ମଙ୍କର ଉଦୟ ହୁଏ। ବ୍ରହ୍ମ ବୋଇଲେ ତାଙ୍କ ଅଂଶରୁ ଆସନ୍ତି, ଆସିଲା ପରେ ସିଏ ଖୋଜିବାକୁ ପଡ଼େ ନା ସେ ଲୋକ କେଉଁଠି ଜନ୍ମ ନେଇଥିବ। କାରଣ ସେ ତ କେବଳ ଆଉ ଆନନ୍ଦଟାକୁ ସେ ଅତିକ୍ରମ କରିଛି ନା। ସେ କହିବ କି ଆସି ଏ ଗୁରୁ ଗତିରେ ମୋତେ ଆନନ୍ଦ ଅବସ୍ଥାକୁ ନେଇ ଚାଲ, ନାଇଁ, ସେ ଗୋଟିଏ ଜିଦି ଧରିବ ବ୍ରହ୍ମ କ'ଣ, ବ୍ରହ୍ମ କ'ଣ ବୋଲି ତୁମକୁ ରଖେଇଦେବ। ସେଠି ତୁମେ ଦେଖିଲ ଆଇଲା ପିଲା ଯେ ଇଏ ବ୍ରହ୍ମକୁ ବୁଝିବ, ତେଣୁ ଗୁରୁଙ୍କୁ ଖୋଜିବାକୁ ପଡ଼େ, ସେ ତାର ଆସି ପହଞ୍ଚିବ। ଏମିତି ଭାବନା ଯେ ପୁଳା ସବୁ ପଳେଇ ଆସିବ ନା, ବହୁତ କମ୍ ଯେ କଥାକୁ ବୁଝିବେ ପୁଳା ଆସିବେ। ଆମେ 12 ଏପିସୋଡ଼ କଲେଣି, କିଏ ଦେଖୁ ତ ନାହାନ୍ତି 300-500 ଭିତରେ, ଆମେ ବି ଖୁସି ହେଉଛୁ 300-500 ଦେଖୁଛନ୍ତି। ତେଣୁ ସେ କଥା ହେଉଛି ଏଠି କହିବେ ଏଇଟା ଫୁଟାଣି ମାରି କହୁଛି, ନାଇଁ ଏଠି କରେଇ ଦିଆହେଉଛି। ଜଣେ ଯେତେ ଜିଦି କରି ଆସିଲେ ବି ଏଠି ହଟିବ।
କାରଣ ସେ ଜାଣିନା। କାରଣ ଏକ ସମୟରେ 10-15ଟା ବ୍ରହ୍ମାଂଶ ପଳେଇ ଆସିକି ନାଟକ କରିବେ ସେ କଥା ଏକ ସେ ଏକ କରି ଛାଡ଼ିଛନ୍ତି ବୁଝିଲେ 13 ମାନେ ଏକ କରି ତାପରେ ତାଙ୍କୁ ବାର ରଖିଛନ୍ତି କି ଯେତିକି ତାଙ୍କ ଭାଗ୍ୟରେ ଅଛନ୍ତି ସେତିକି ତମେ କହିବାକୁ ପଡ଼ିବ। ତମେ ମୁଁ ବିରି ମୁଠେ ପକେଇଦେବି ଦେଖିବ ଧର ବିରି ମୁଠରେ ଆମେ 100ଟା ବିରି ପକେଇଛନ୍ତି ସେ ସବୁ କ'ଣ ଗଛ ହେବ କଥା ଯେତିକି ପାଣିପାଗ ଠିକ୍ ପାଇଲା ସେ ଗଛ ହେଲା ଆଉ ଯେ ତାର ମରିଗଲା ଆଉ କ'ଣ କଥା ସେ ଆମେ ଯେଉଁ ବିହନଟା ବୁଣିଛନ୍ତି ସେ ଆମେ କ'ଣ ଆଶା କରୁଛୁ ସବୁ ହେବ ସେ ଯେତିକି ହଉ 5 ଜଣ ତ ହେଲେ ବି ବହୁତ କଥା 5 ବୁଝିଲେ ତ ସେ 25 ବୁଝେଇ ଦେଇପାରିବ ବୁଝିଲେ ଆଉ ଯଦି କେହି ନ ବୁଝିବେ ତାହେଲେ ମୋର ପଳେଇଗଲା ପରେ ସରିଲା ଆଉ କ'ଣ ତତଟା ସରିଗଲା ନା ତତଟା ଖାଲି କହିବ ଏଇଆ ଥିଲା କିନ୍ତୁ କରେଇଦେବ ସେଠି ତେଣୁ ଗୁରୁ ଚିନ୍ତି ଗୁରୁ ହବ କେଉଁଠି ଅଚାନ୍ତ ଲେଖିଛନ୍ତି 13 ଜଣ କହିଲେ ତେଣୁ ଗୁରୁ ପରେ ଆମେ ଜାଣୁଛୁ ଯେ 5ଟି ଗୁରୁ ହଉ ଆମେ ଗୁରୁ 5 ଜଣ ଏବେ ଖୋଜୁଛନ୍ତି ତେଣୁ ସେ ବୁଝିବେ ସେ ଯାଇକି ଏ ଜ୍ଞାନଟାକୁ ଉଜ୍ଜୀବିତ କରିକି ରଖିବେ ଯେ ଏଇ ଜ୍ଞାନଟା ଗୋଟେ ଥିଲା ଆଉ ସେଟା କ'ଣ ଆଉ ଜଣେ ବହି ପଢ଼ିକି ହେଇଯିବ କି ସେଟା ବହି ପଢ଼ା ପାଠ ନୁହଁ ବହିରେ ତ ଲେଖା ହେଇଛି ବହିର ଉପନିଷଦ କିଏ ପଢ଼ି ତ୍ୟାଗ କରିବାର ଯେଉଁ ଶୈଳୀ ବାଟ ଜାଣିବା ବୁଝିଲେ ମୁଁ ସ୍ଥୂଳ ଶରୀର ତ୍ୟାଗ କଲି ସୂକ୍ଷ୍ମ ତ୍ୟାଗ କଲି କାରଣ ଶରୀର ବିଦେହ ଲୋକ ତ୍ୟାଗ କଲି ତ ବୁଝିବ ସେ ଯାହାକୁ ଧର ସାଧାରଣ ପିଲାଟାକୁ ଚତୁର୍ଥରୁ ପଢ଼ି ନେଉଛନ୍ତି ଇଏ ତ ଆସିବ ମତେ ଲୋକ କୋଳି ଘରେ ରହିଥିବ ନା ସିଏ ତାକୁ ଖାଲି ପଢ଼ି ଦେଇଯିବ ସିଏ ତାକୁ ବେଶ ପରିଶ୍ରମ ପଡ଼ିବ ସେ ଗୋଟିଏ ଦିନରେ ବୋଧେ ସବୁ ସାରିଦେବ ସେ ବାଟଟା ଜାଣିଛି ନା ସେ ତାପରେ ସେ ଆନନ୍ଦ ଅବସ୍ଥାକୁ ଅନୁଭବ କରି ସେ ଚାହିଁବ ବ୍ରହ୍ମାନନ୍ଦରେ ପଶିବା ପାଇଁ ସେଇଟା କ'ଣ ଆଉ ତମେ ଜବରଦସ୍ତ ପୁରେଇ ପାରିବ ତାଙ୍କର ଯେଉଁ ବିଦେହ ଲୋକର ଲୋକ ଲେଖା ହେଇନି ବହୁ ଦିନ ପରେ ଆନନ୍ଦ ଲୋକରେ ରହିଲା ପରେ ଏମାନେ କୌଳିକ ଘରେ ଜନ୍ମ ନେଇକି ଜନ୍ମରୁ ତାଙ୍କ ଭିତରେ ବ୍ରହ୍ମକୁ ଜାଣିବାର କଳାଟା ତିଆରି ହେବ ତେଣୁ ବ୍ରହ୍ମ କ'ଣ ବୋଲି ସେ ବୁଝିବ ସେ ବହୁତ ଲୋକ ତାକୁ ବୁଝେଇବେ ବ୍ରହ୍ମ ଏହା ସେ ବୁଝିବ ନାହିଁ ନା ମୋତେ କରିକି ଦେଖ ଏହା ଉଠିବ ତେଣୁ କରିକି ଦେଖିବାର ଶକ୍ତି ଯାହା ପାଖରେ ଥିବ ସେ ତ ତାର ଦେଇପାରିବ ନା ତଥାପି ନିଜେ ସ୍ୱୟଂ ଠାକୁରଙ୍କର ଅଂଶ ମୁଁ କହୁନି ନା ମୁଁ ଏଇ କମ୍ ଦିନରେ ଯିବି କେଉଁଠି ମୋତେ ଜ୍ଞାନ କିଏ ଦେଇଛନ୍ତି ଅଚାନ୍ତ ମହାପୁରୁଷ ବହି ପଢ଼ୁଛି ସବୁ ଜ୍ଞାନ ତାଙ୍କର ବା ଜଗନ୍ନାଥ ସିଏ ବି ସେ ଜଗନ୍ନାଥଙ୍କର ଅଂଶ ବିଶେଷ ଥିଲେ ସିଏ ମୋତେ ଟିକେ ଜ୍ଞାନ ଦେଇଛନ୍ତି ବା ଶିବ ଠାକୁର ଦିଅନ୍ତି ମୁଁ ତାଙ୍କୁ କହିବି ବାବା ମୋତେ ବାବା ଏତିକି ଦେଇଥିଲ ମୁଁ ଏତିକି କହିଲି ତୁମେ ଏଣିକି ସମାଜ କାହିଁକିନା ମୁଁ ଆଉ ଦେଖୁଛି ଲୋକ କେହି ନାହାନ୍ତି ଆଉ କାହାକୁ କହିବ ତେଣୁ ଯେତିକି ଦେଇଥିଲ ମୋ କର୍ମ କଲି ସେତିକି ଏଣିକି ଆପଣଙ୍କର ଇଚ୍ଛା ମୁଁ ଏଇଟା ସମର୍ପିତ ହେବି କେଉଁଠି ନେମାଳରେ ଆଉ ଜଗନ୍ନାଥଙ୍କ ପାଖରେ ମୋତେ ଜ୍ଞାନ ମୁଁ ଜାଣିଛି ମୋତେ ସିଏ ଦେଇଛନ୍ତି ବହି ଲେଖିଛି ସବୁ କରି ମୁଁ କାହିଁ ମୋ ଗାରିମାଟା ରଖିବି ସେଇଠି ଦେଇଦେବି ଯେ ତମେ ମୋତେ ଦେଇଥିଲ ମୁଁ ଏତିକି କରିଛି ଆଉ ପାରୁନି ତମର କ'ଣ କରୁଛ ମୁଁ ବେଶୀ ଲୋକ ନେଇକି ଯିବିନି ଜଣେ 2 ଜଣ ହେଲେ ବି ମୁଁ ଚଳିବ ମୁଁ ତା ସହ କଥା ହେଇକି ଆସିବି ଆଉ ଅଧିକା ମୁଁ ଆଉ ପରିଶ୍ରମ କରିପାରିବି ନାହିଁ ବସିବି ହେଇଗଲାଣି 6-7 ତେଣୁ ତମେ ଆପଣଙ୍କ ଯାହା କଥା ଆପଣଙ୍କୁ ଦେଇଥିଲେ ମୁଁ ଏ କଥା ଲିଭେଇଲି ଆଉ ଏଣିକି ମୋର ଆଉ କର୍ତ୍ତବ୍ୟ ନାହିଁ ଯଦି ତାଙ୍କ ଇଚ୍ଛା ଯାହା ଥିବ ସେଣିକି କରିବେ ଆଉ ସେ ବିଲୟ କରିଦିଅନ୍ତୁ ମୋତେ ବି କ'ଣ ତାଙ୍କ ରୂପ ବଦଳନ୍ତୁ ଯାହା କରନ୍ତୁ ତାଙ୍କ ଇଚ୍ଛା ମୋର ଆଉ କିଛି ନାହିଁ ମୋ ଦ୍ୱାରା କେବଳ ରୂପଟା ଦେଖୁଛ ମୋର କିନ୍ତୁ କାମ ତାର ବୁଝିଲେ କୌଣସି କାମ ମୁଁ କରୁନାହିଁ କହିବା ଲେଖିବା ପଢ଼ିବା ସବୁ ତାର ତେଣୁ ତାଙ୍କ କଥାଟାକୁ ମୋ ଭିତରେ ଦେଇକି ମୁଁ କହିଦେଉଛି ଅର୍ଥାତ୍ ଇଏ କଳ୍ପତରୁ ନୁହଁ ସେ କଳ୍ପତରୁ କହୁଛି ତେଣୁ ସେ କଳ୍ପତରୁ ମୁଁ ଯାଇ କହିଦେବି ମୋତେ ତ ଦେଇଥିଲା ଆଉ କିଏ ଦେବ କି ସୃଷ୍ଟିରେ ଆଉ ତମେ ତ ଦେଇଥିଲ ତମକୁ ମୁଁ ଦେଲି ମୁଁ ଆଉ ପାରୁନାହିଁ ଆଉ ଯଦି ଆ ପରେ ତମେ ବଳ ଦେବ ବୁଦ୍ଧି ଦେବ କି କ'ଣ କରିବ ସେଇଟା ତ ଅଲଗା ଯେ ନଦେଲେ ସେଇ ଆମର ସେଇ ଯେତିକି ଏଇ ବଟ ତଳେ ବସିକି ଯେତିକି ହେଲା ଆଉ କ'ଣ ଆଉଟା ତ ଆମର କ'ଣ କରିବାର ଶକ୍ତି ଯିଏ ଲେଖେଇଲା ଯେ ଜ୍ଞାନ କହିଦେଲା ଆରଟା ତା ପାଖରେ ନାହିଁ ଯଦି ତାର ସୃଷ୍ଟିରେ କ'ଣ କରିବାର ଥିବ
ସେଟା ଅଲଗା ଜିନିଷ ସେ କରିବେ। ହୁଁ, ଆଉ ସେଠି କୀର୍ତ୍ତନ ବାଡ଼େଇ ଗଲେ ମୋତେ କ'ଣ ମିଳିବ? କିଛି ନାହିଁ ମୁଁ ତ ତା ସହିତ କଥା ହେବି ସିଧା ସେ କଥା ତ ସେତିକି ସିଧା କଥା ହେବି ହଁ ଯେ ଆପଣ ଦେଇଥିଲେ ଇଏ କେହି ନ ବସନ୍ତୁ, ସେ ତ ଶୁଣିବେ। ହଁ ଆଉ ଶୁଣିବେ ମୋର ଆସିବି ଦଣ୍ଡ ଦେଇକି ଆଉ କ'ଣ ସମର୍ପଣ। ଆଉ ଏତିକି କାମ ଅଛି, ସେଇଟା କେଉଁ ଦିନ ଯିବି ତମେ ବି ଜାଣିବା ବଡ଼ କଷ୍ଟ। ଏତିକି କାମ ପରେ ଯାହା ହବ ବୁଝିଲେ। ତେଣୁ ସେତିକି କାମ ବହୁତ ବଡ଼ କଥା। ଏଇଟା ତ ବଡ଼ ନିଜର ଏଇଟା ସବୁଠାରୁ ବଡ଼। ମୁଚୁଳା ଟେକି ଦେଇକି ଆସିଲା ପରେ କ'ଣଟା ହେବ କେହି କହିପାରିବେ ନାହିଁ। ତାପରେ ତ ଆଉ ଖୋଜିଲେ ମିଳିବ ନା ନାଇଁ ନାଇଁ କ'ଣଟା ହେବ ବି କେହି କହିପାରିବେ। ତେଣୁ ସେ ତ ଅଲଗା ଜିନିଷ ଜାଣ ଯେ ଆଉ କିଛି ଏ ଜିନିଷ ଅମଙ୍ଗଳ ହେବ ଖୋଜିଲେ ନା, ମିଳିବନି। କିଛି ଗୋଟେ ମଙ୍ଗଳ କାର୍ଯ୍ୟ ସେ କରିବେ ହେଲା। ହୁଁ। ଯାହା ଦେଖିବା ତାପରେ ଆଉ ଏଇଟା ଖୁବ୍ ଶୀଘ୍ର ମୁଁ ଯିବି ଯେ କିଏ କିନ୍ତୁ ଏ ଜାଣିଯିବ ସେ ଜିନିଷଟା ଖୋଜିଲେ ଆଉ ମିଳିବନି, ଆଉ କେହି ପାଇବେନି। ନାଇଁ ଦେଇଦେଇଛି ଲୋକଙ୍କୁ ଯାହା ଦେବା କଥା। ଠିକ ଥବ ମାନେ ଆଉ ଯଦି କିନ୍ତୁ- ତାଙ୍କର ବଞ୍ଚେଇବାର ଥିବ ମୋତେ ଆହୁରି ବହୁତ ଦିନ ବଞ୍ଚେଇ ପାରିବେ। ନା ନା ଯଦି ତମ ତାଙ୍କ ଠାରୁ ନେଇଯିବାର ତ ନେଇଯିବେ କ'ଣଟା ତମଠାରୁ ଆଉ କେହି ପାଇବେନି। ଆଉ ମୋ ଠାରୁ କିଏ ପାଇବେ? ହୁଁ। କଥାଟା କିଏ ହଜମ କରିବ କିଏ? ହେଲା କଥା। ଆଉ ଗୋଟେ ସୁନ୍ଦର କାହାଣୀ କହୁଛି, ତମ ବିଚାର ବି ଲାଗିଯିବ ତମ କଥା ସହିତ, ଯେଉଁମାନେ ଆମ ଭକ୍ତ ଅଛନ୍ତି ଲାଗିବ। ଯେ ଥରେ ଜଣେ ଗୁରୁକୁ ଶିଷ୍ୟ ପଚାରିଲା, କହିଲା ଆପଣ ତ କହୁଛନ୍ତି ଆପଣଙ୍କର ଗୁରୁ କେହି ନାହାନ୍ତି, ଆପଣଙ୍କର ଗୁରୁ ତ କାହାକୁ କରିଥିବେ। ସେ କହିଲା କିଏ କହିଲେ ଗୁରୁ ନାହାନ୍ତି? ଯେ ମୋତେ ନରି ବାବା ଜାଣି ସବୁ ଗୁରୁ ମୋର କରିଦେଇଛନ୍ତି ତା ନୁହେଁ। ଗୁରୁମୟ ଜଗତ। ମୁଁ ବହୁତ ଲୋକଙ୍କ ପାଖରୁ ଗୁରୁ ଶିଖିଛି। ମୁଁ କହୁନଥିଲି ଛୋଟିଆ ପିଲାଟେ ଯାଉଥିଲା, ତାକୁ ପଚାରିଦେଲି କହିଲେ ବାପାରେ ଦୀପଟା ଜଳକି ନେଇ ଚାଲୁଛୁ, ଦୀପଟା କେଉଁଠୁ ଅଗ୍ନି ହେଲା ଜାଣିଛୁ ତୁ? ସେ କହିଲା ହଁ ଜାଣିଛି। କହିଲେ କ'ଣ? ସେ ଲିଭେଇଦେଲା। କହିଲା ଆପଣ କହୁନାହାନ୍ତି କେଉଁଠିକି ଗଲା? ମୁଁ ତାରି କଥାରୁ ଶୁଣି ବୁଝିଥିଲି ତାକୁ ଗୁରୁ କରିଥିଲି। ଆରେ କଥା ତ ଠିକ୍, ଅଗ୍ନି ଯେଉଁଠି ଅଛି ଅଗ୍ନି ସେଇଠି ଗଲା। ଆଉ ଫେର ଅଗ୍ନି କେଉଁଠି ଅଛି କିଏ ତାକୁ ଖେଳେଇ କେଉଁ ପୁରାଣ ବାହାର କରିଦେବ କରୁନ। କେହି ବାହାର କରିପାରିବେନି। ଜ୍ଞାନଟା କେଉଁଠି ଅଛି, ଜ୍ଞାନ କେଉଁଠି ପଳେଇଲା ତୁମେ କେମିତି ଜାଣିବ? ଏଇଟା ଜାଣିବାର ବସ୍ତୁ ନୁହେଁ। ତେଣୁ କର୍ତ୍ତବ୍ୟ କରିବାର କଥା ରହିଛି। ହେଲା ଇଏ ତ ଗୋଟେ ପିଲାକୁ କରିଥିଲେ ଗୁରୁ। ସେକେଣ୍ଡ ହେଉଛି ଗୋଟେ ଚୋର କରିଥିଲେ ଗୁରୁ କଲେ। ଚୋରକୁ ବି ଆପଣ ଗୁରୁ କଲେ କେମିତି? ନା ମୁଁ ବୁଝିଲି ଚୋର କିଏ ଏଠି ଅଛି। ସେ ଏମିତି ଗଲାବେଳକୁ ଗୋଟେ ମନ୍ଦିର ଭାବିଲି ବୋଧେ ଏଇ ଗୋଟେ ଘର ମନ୍ଦିର ହେଇଥିବ, ଗଲା ସେ ଇଟା କାନ୍ଥ ଖୋଳୁଛି। ରେ ବାବା ତୁ ମନ୍ଦିର କାମ କରୁଛୁ ନା କ'ଣ? କହିଲା କିଏ କହିଲା ବାବା ମୁଁ ମନ୍ଦିର କାମ କରୁଛି? ମୁଁ ଏ ଘର ଖୋଳୁଛି ଚୋରି। କହିଲା ଚୋରି କର। କହିଲା ନା ଆପଣ ଛିଡ଼ା ହେଲେଣି ଆଜି ଆଉ ଚୋରି କରିବି ନାଇଁ ଚାଲନ୍ତୁ ଯିବା। କହିଲେ ଯିବି କେଉଁଠି? ମୁଁ ତ ତୋ ଘରେ ରହିବି। କହିଲେ ଚାଲୁନାହାନ୍ତି କିଛି କଥା ନାହିଁ। ସେ ଘରକୁ ଗଲା, ଖାଇବା ପିଇବା ସବୁ ବାବାଙ୍କର କଲା। ଯେମିତି ରାତି 9ଟା 10ଟା ବାଜିବ ତା ନିଆଣ ଫଣ ଧରିକି ଯନ୍ତ୍ର ଧରିକି ଚୋରି କରିବା ପାଇଁ ଯିବ। ଶୋଉଛ କାହିଁ? କଥାଟା ଭଲ ଭାବରେ ଶୁଣ। ମୁଁ ଶୁଣୁନି ରେ। ନା ସିଏ ନରିବେ ଯେ କଥା ହେଉଛି ଇଏ ତା ସଜ ଧରିକି ଯିବ। ବାବା କି କିଛି କହନ୍ତିନି, ସେ ଯାଏ। ସେଠି ରାତି 1 2ଟାରେ ଫେରିବ ବୁଝେ। ଏ ବାବା ଆଜି କ'ଣ ହେଲା? ନା ବାବା ଆଜି ଆଉ କିଛି ହେଲା ନାହିଁ। ଆଉ ଜଣା ନା ଫେର ଦେଖିବ ତାପରଦିନ ଯିବ ଫେର ଫେରିବ ବୁଝିଲେ। ଯେତେ 5 ଦିନ ଫେରିଲା, ବାବା କହିଲେ ଆରେ ତୋର 5 ଦିନ ହେଲା ଫେରୁଛୁ, କିଛି ତୁ କି ଚୋରି କରୁଛୁ? କହିଲା ବାବା 5 ଦିନ ଯାଇଛି, ଯେ କାଲି ନ ହେବ ବୋଲି କିଏ କହୁଛି? କାଲି ବି ଚୋରି ହେଇପାରେ, ଏକାଥରେ ଉଠେଇବି କହୁଛୁ। ତେଣୁ ମୁଁ କ'ଣ ହାରି ଯାଉଛି 5 ଦିନ ହେଇନି ବୋଲି? ମୋର ଚାଲିବ ବୁଦ୍ଧିଆ। 5 ଦିନ ହେବ 6 ଦିନ ହେବ ତ ଆଉ ଅସୁବିଧା କ'ଣ? କହିଲା ବାପାରେ ମୁଁ ଧୈର୍ଯ୍ୟ ଶିଖିଲି। ସେ ଚୋର କତିରୁ ଦେଖିଲି ଯେ 6 ଦିନ ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ଧରିଛି, ଚୋରି ହେଉନି, ତଥାପି ସେ 7 ଦିନକୁ ଲକ୍ଷ୍ୟ କରୁଛି ଆଜି ବି ଚୋରି କରିବ। ତେଣୁ ତମେ ଫେଲ୍ କାହିଁକି ହେଇଯାଉଛ? ଧୈର୍ଯ୍ୟ ରଖିବ, ଏକାଥରେ ବ୍ରହ୍ମଜ୍ଞାନ ହେଇଯିବ କି ଫଟକି? ଏଇଟା ମୁଁ ଧୈର୍ଯ୍ୟ ଶିଖିଲି। ଏକାଥରେ କିଛି ଗୋଟେ କଥା ହୁଏ ନାହିଁ। ତେଣୁ ଧୈର୍ଯ୍ୟଟା ମୁଁ କେଉଁଠି ଗୋଟେ ଚୋରଟାରେ ଶିଖିଲି। ତାପରେ 8 ଦିନେ ପୁଳେଇ ଚୋରି କରିକି ଆଣ। କହିଲା ବାବା ଦେଖ ଗଦା କରିଦେଲା ଟଙ୍କା ପାଇଁ। ହସିଲି, କହିଲା ଆରେ ତ କଥା ଠିକ୍ ଆଉ ତ ପୁଳେଇ ଚୋରି କଲୁ, ଆଉ କାଲି ମୋ ସାଙ୍ଗରେ ଯିବି। ଯେଉଁଠି ଡାକିବେ ଯିବି। ଆଉ ଆପଣ ବାବା ଆମ ଘରେ ରହିଲେଣି 8 ଦିନ। ସେ ବାବା ତା କଥା ମାନିକି ବାବାଙ୍କ ସାଙ୍ଗରେ ଗଲା। ବାବା ସିଧା ନେଇକି ରାଜା କତିରେ ପହଞ୍ଚିଲା ନା
ରାଜା କହିଲେ ବାନ୍ଧବାକୁ। ରାଜା କହିଲେ କାହିଁକି ବୁଝିଲେ, ହେଲେ ସେ ମୋରି ଆଗରେ ଚୋରି କରିଛି। ରାଜା ହସିଲେ, ବହୁତ ହସିଲେ, କହିଲେ ନାକୁ ଦଣ୍ଡ ଦେବି ନାହିଁ। କାହିଁକି ଦେବି ଆପଣ ତାକୁ ଦଣ୍ଡ? ଆପଣ ନେଇକି ଆସନ୍ତୁ, ମୁଁ ଆଉ ଦଣ୍ଡ ଦେବି ଦେବି ନାହିଁ, କିନ୍ତୁ ଗୋଟିଏ ଥର ତାକୁ ସୁଯୋଗ ଛାଡ଼ିଦେବି। ଆଉ ଚୋରି କଲେ ମୁଁ ତାକୁ ଦଣ୍ଡିତ ଯାଅ, ହସି ବିଦା କରିଦେଲେ। ମୁଁ ଯାଅ, ଆଉ ଚୋରି କରିବୁ ନାହିଁ। ଦେଖୁଛ ତୋ ବାବା ଜଣେ ନେଇକି ଆସିଛନ୍ତି। ତାପରେ ସେ ବାବା କହିଛନ୍ତି, କହିଲେ ସେଇ ମୋର ସବୁଠାରୁ ବଡ଼ ଶିଷ୍ୟ ହେଇଛି। ସେଇ ମୋର ଯଦି ଶିଷ୍ୟ ସେଇ ହେଇଛି। ସେଇ ଚୋର ଆଜି ବଡ଼ ଜ୍ଞାନୀ ପରିଣତ ହେଇଛି। ତା ପାଖରେ ଧୈର୍ଯ୍ୟ ଥିଲା, ବିଚାର ବି ଥିଲା, ସବୁ ଥିଲା, ଖାଲି ତାର ଶୈଳୀଟା ବଦଳି ଯାଇଥିଲା। ମୁଁ ଯେଉଁ ଶୈଳୀଟାକୁ ରାଜାଙ୍କ ଦ୍ୱାରା ବଦଳାଇ ଦେଲି। ରାଜା ଜାଣିଥିଲେ ପନିସମେଣ୍ଟ ଦେଇଥାନ୍ତେ। ରାଜା କହିଲେ ନାଇଁ, ବାବା ଯେଉଁଠି ନେଇକି ଆସିଛନ୍ତି ଯାଉ, ଚୋର ତ କରୁଛି କ'ଣ ହେଲା, ଆଉ କରୁଥରେ ଦେଖିବା। ସେତିକିରେ ତାର ଜ୍ଞାନ ଫେରିଗଲା। ବାବା ମୁଁ ଆପଣ ସାଙ୍ଗେ ଯିବି, ଚାଲ। ଗଲା, ବଡ଼ ଜ୍ଞାନୀ ହେବ ନା ନାହିଁ, ଧୈର୍ଯ୍ୟ ଜାଣିକି ଯାଇଛି, ବିଚାର ବି ଅଛି, ଆଉ ରାଜାଙ୍କର କ୍ଷମାଟା ବି ଜାଣିଛି। ତେଣୁ ବାବାଙ୍କର ହସ ହସ ମୁହଁ ଜାଣିଛି, କ୍ଷମା ଜାଣିଛି, ତେଣୁ ଭଲ ମଣିଷ ହେଇଗଲା। ଆଉ କ'ଣ, କେତିକି ସମୟ ଲାଗିଲା? ଗୋଟେ ଚୋର ଜ୍ଞାନୀ ହେବ କେତେ ସମୟ ଲାଗୁଛି? ଏ ସୃଷ୍ଟି ମୋ ନାହିଁ, ଆଉ କେଉଁଠି ହେଲା ସୃଷ୍ଟି? ସୃଷ୍ଟି ଅଛି ଅଛି ଅଛି, ମୁଁ କହିବି ସୃଷ୍ଟି ନାହିଁ ନାହିଁ, ଆଉ କ'ଣ? କିନ୍ତୁ ସେଇଟା ଖାଲି ପାଟିରେ କହିଲା। ପାଟିରେ କହିଲେ ହବନି। ଶଙ୍କରାଚାର୍ଯ୍ୟ କହିଲେ ଜଗତ ମିଥ୍ୟା ବ୍ରହ୍ମ ବ୍ରହ୍ମ ସତ୍ୟ। ସତ୍ୟ। କାହିଁକି କହିଲେ? ଏ ମିଥ୍ୟା ଜଗତ ସହିତ କାହିଁକି ଲାଗୁଛୁ? ବ୍ରହ୍ମ ସତ୍ୟ ବ୍ରହ୍ମକୁ ଧର। ତତେ ଛନ୍ଦିଛି ଏଇଟା, ତୁ ଛନ୍ଦିଆ ଲୋକ ନୁହଁ, ତୁ ଆତ୍ମା। ତୁ କାହିଁ ସେ ଛନ୍ଦ ଭାବୁଛୁ ମୋତେ ଛନ୍ଦ ପଡ଼ିଯାଇଛି? ନାଇଁ ନାଇଁ, ଛନ୍ଦ ତୋତେ କେହି ବାନ୍ଧି ନାହାନ୍ତି। ତୁ ବିସର୍ଗ ଦ୍ୱାରା ଛନ୍ଦି ହେଇଛୁ, ଯେଉଁଟା ଲେଖା ହେଇଛି ମୁଁ କହିଛି। ଛାଡ଼ି ଦେଉନ, ଇଏ ବି ନାହିଁ। ବିସର୍ଗଟା କ'ଣ ଗୋଟେ ଛନ୍ଦିବ ମୋତେ? ମୁଁ ତ ବିନ୍ଦୁ, ମୁଁ ତ ବ୍ରହ୍ମ, ପଳେଇ ଯିବୁ। ନାଇଁ ନାଇଁ, ତମ ମାନସିକତା ହେଉଛି ମୁଁ କହୁଥିବି ଯେ ମୁଁ ବାନ୍ଧି ହେଇଛି। ତେଣୁ ପ୍ରକୃତରେ କାହାକୁ ଠାକୁର ବାନ୍ଧି ନାହାନ୍ତି ନା, ତମେ ଠାକୁରଙ୍କୁ ସେଠି ଜାଣିନ ବୋଲି ଏହା କହୁଛ। ତମେ କିଛି ନୁହଁ, ତମେ ବା ଠାକୁର। ତମେ ବାନ୍ଧିଲା କିଏ? ଠାକୁର ଉପରେ ବାନ୍ଧିବ କିଏ? କିନ୍ତୁ ସେଇର ଧୂଳିରେ ଗଡ଼ୁଥିଲେ ରାମଟା ଲକ୍ଷ୍ମଣ, ତ ସନ୍ଦେହ ଆସିଲା କାହାର? ଘରେ। ତେଣୁ ସେ ବିପଦଗାମୀ ହେଲା। ତେଣୁ ତମର ସେଇ ଗରୁଡ଼ ଭଳିଆ ଅଜ୍ଞାନତା ଅନ୍ଧ ଅଛ। ନା ମୁଁ କେମିତି ଠାକୁର ହେଲି? ମୋର ତ ଦାଢ଼ି ଉଠୁଛି, ମୋର ତ ଭୋକ ହେଉଛି। ଆରେ ସବୁ ହଇ, ଏଥିରେ କ'ଣ ଅଛି? ଏଇଟା ତ ନେଚର କଥା। ପବନ ବହିବ, ଖରା ହେବ, ଏ ନେଚର। ଆଉ ତମେ କାହିଁକି? ତମେ କ'ଣ ନେଚରଟା? ତମେ ପ୍ରକୃତି ନିଜେ, ତମେ ତ ଦ୍ରଷ୍ଟା। ଆଜି ଏଇଆ ହେଉଛି, ପବନ କାଲି କ'ଣ କରିପାରିବ? ତମେ କାଲି ଦେଖିବା ଲୋକ। ଆଉ ସେଇରେ କ'ଣ ତମେ ନିଜକୁ ଦେଖୁନା? ମୁଁ ତ କିଛି କରୁନି। ପବନ ଯେମିତି କରୁଛି, ଖରା ଯେମିତି କରୁଛି, ମୁଁ ଦେଖୁଛି, ମୁଁ କିଛି କରିପାରୁ ନାହିଁ। ତେଣୁ ମୋ ଶରୀର, ମୁଁ ବୁଢ଼ା ହେଲେଣି, ମୁଁ ବି କିଛି କରିପାରୁନି। ଦାନ୍ତ ପଡ଼ିଗଲେଣି, ମୁଁ ବି କିଛି କରିପାରୁନି। ତାହେଲେ କରୁଛି କିଏ? କଲାବାଲା ସେ କରୁଛି, ପିଲା ଛୁଆ ସେଇ କରୁଛି, ମୋତେ ଆଜି ଖଟଉଛି ବା ଦଣ୍ଡ ସେଇ କରୁଛି। ତେଣୁ ତା ଛଡ଼ା ଦ୍ୱିତୀୟ କିଏ ଅଛି? ସେଠି ମାନିଯିବା ପାଇଁ କ'ଣ ଅସୁବିଧା? ତମେ ଦେଖୁଛ, ତମେ କିଛି କରିନ, ଫେର କେମିତି କହୁଛ ମୁଁ କରିଛି? ମାନିଯାଅ ଯେ ତମେ କରୁନା, ସେ କରୁଛି। ଏତିକି ଜାଣିଗଲେ ତ ସରିଗଲା। ସିଏ ତ କରୁଛି, ତମର କ'ଣ ହେଲା? ମୋତେ କିଏ ଛନ୍ଦିବ କାହିଁ, ବାନ୍ଧିବ କିଏ ନିଜେ ଛନ୍ଦିଆ ହେଇକିନି ଏତିକି ଜାଣି। ତେଣୁ ସିଆର ଆମମୟ ସବୁ ଜଗ ଜାଣି ପରମ ପ୍ରଣାମ ଯୋଡ଼ି କର ପାଣି। ସବୁ ତ ଠାକୁର, ଆଉ ଫେର କ'ଣଟା? କହିଦେଲେ ଖାଲି ହେଇଯିବ। ନାଇଁ, ଏଇଟାକୁ କେତେ ତତ୍ତ୍ୱ ଦିଆହେଲା ପରେ ଆମ ଭକ୍ତଙ୍କୁ କୁହାହେଉଛି ଯେ ତୁମେ ଏଇ ବିଚାର ନେଇ ଆସ, ଦେଖ ତୁମ ଭିତରେ କେଉଁ ଫଳ ଫଳିବ, ଆଉ ତୁମେ ଗୁରୁଙ୍କର ନାଁଟା ରଖିବ। ନହେଲେ ଏଇ ଯେମିତି ସଭା ସମିତି ହେଉଛି ଯିବ ସେରକମ, ଇଏ କିଛି ନାହିଁ। ମାଳିକାର ଅର୍ଥ ବି ଏଇଆ, ସବୁ ବୁଝେଇଦେଲି ଏଇଆ, କେବଳ ନିଜକୁ ସମର୍ପଣ କରି ଶିଖ। ଜୟ ଶ୍ରୀରାମ। ଜୟ ଶ୍ରୀରାମ।